କିଛି ଦିନର ବ୍ୟବଧାନ ପରେ ପୁଣି ଫେରୁଛି ତାତି ତତଲା ହାୱାରେ ପୁଣି ଆଉଟୁ ପାଉଟୁ ହେବେ ଓଡ଼ିଶାବାସୀ। ଆସନ୍ତା କାଲିଠୁ ପୁଣି ତାତି ବଢିବା ନେଇ ପୂର୍ବାନୁମାନ କରାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ସପ୍ତାହେ ହେଲା ସାରା ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଥିଲା। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେଉନଥିଲା, କିନ୍ତୁ ପଶ୍ଚିମା ଝଡ଼ ପ୍ରଭାବ ଅପସରି ଯିବାରୁ ଆସନ୍ତା 28 ତାରିଖରୁ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ 28 ରୁ 2 ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ପାଇପାରେ। ବୁଧବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ 36.8 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା 35.4, ସମ୍ବଲପୁର 35.3, ଟିଟିଲାଗଡ଼ 35, ଭୁବନେଶ୍ୱର 33 ଏବଂ କଟକରେ 30.6 ଡିଗ୍ରୀ ରହିଛି। ରାତି ତାପମାତ୍ରା ଉଦୟଗିରିରେ 12 ଡିଗ୍ରୀ ଥିବା ବେଳେ ଫୁଲବାଣୀ 14, ଭୁବନେଶ୍ୱର 21.8 ଏବଂ କଟକରେ 20.3 ଡିଗ୍ରୀ ରହିଛି। ବୁଧବାର ସକାଳେ ପାରାଦୀପରେ ଘନ କୁହୁଡ଼ି ଅନୁଭୂତ ହୋଇଥିବା ବେଳେ ଗୁରୁବାର ସକାଳେ ଜଗତସିଂହପୁର ଏବଂ ଭଦ୍ରକ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ କଟକ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି।